ଜୟ ଜଗନ୍ନାଥ। ସୁଭଦ୍ରା ଯୋଜନା ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ଯୋଜନା ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର। ଯେଉଁ ଝିଅମାନଙ୍କୁ 21 ବର୍ଷ ପୂରିଥିବ ସେମାନଙ୍କୁ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଏହା ବ୍ୟତୀତ ଯେଉଁମାନଙ୍କ ଚଳିତ ମାସ 21 ବର୍ଷ ପୂରିଥିବ ସେମାନେ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ସୁଭଦ୍ରା ଟଙ୍କା ମଧ୍ୟ ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ 15 ଦିନ ଭିତରେ ସରିବ ସୁଭଦ୍ରା ରିଜେକ୍ଟ ଯାଞ୍ଚ। ଯେଉଁଠି ଅଧିକା ସୁଭଦ୍ରା ଫର୍ମ ରିଜେକ୍ଟ ହୋଇଛି ସେହି ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ମାଲକାନଗିରି, ଗଜପତି, କୋରାପୁଟ ଅଧିକ ରିଜେକ୍ଟ ହୋଇଛି। ସେହିପରି ଆସନ୍ତାକାଲି ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସୁଭଦ୍ରା ଯୋଜନାର ଆବେଦନ ଆସିଛି ଡେଡ୍ଲାଇନ୍। ଆସନ୍ତା ବର୍ଷ ମାର୍ଚ୍ଚ 7 ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ଆବେଦନକାରୀ ମାର୍ଚ୍ଚ 8ରେ ମହିଳା ଦିବସରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। 26 ନଭେମ୍ବରରେ ଏହି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଯାଏଁ 80,46,000 ହିତଗ୍ରାହୀଙ୍କୁ ମିଳି ସାରିଲାଣି ସୁଭଦ୍ରା ଟଙ୍କା। କିନ୍ତୁ ଆରପଟେ 1,46,00,000 ମହିଳା ପଞ୍ଜୀକରଣ କରିସାରିଲେଣି। ସୁଭଦ୍ରା ଯୋଜନାର ଅଯୋଗ୍ୟ 2,67,000 ହିତଗ୍ରାହୀଙ୍କ ମଧ୍ୟରୁ 25% ସମାଧାନ ହୋଇସାରିଲାଣି। ଏବେ ସୁଦ୍ଧା 1,16,000 ମହିଳା ସୁଭଦ୍ରା ପାଇଁ ଆବେଦନ କରିସାରିଛନ୍ତି। ବାକି ମହିଳା ଡିସେମ୍ବର 4 ପର୍ଯ୍ୟାୟରେ ମିଳିବ ପ୍ରଥମ କିସ୍ତି। 2024 ସୁଦ୍ଧା 1,00,000 ମହିଳାଙ୍କୁ ଏହି ଯୋଜନା ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ଅଣ୍ଡର ପ୍ରୋସେସିଂ ପେଣ୍ଡିଂରେ ରହିଛନ୍ତି, ତାଙ୍କର ପ୍ରଥମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଟଙ୍କା ତାଙ୍କୁ ମିଳିବ। ପ୍ରଭାତୀ ପରିଡ଼ା ଏକଥା ବି କହିଛନ୍ତି ଯେ ଗୋଟିଏ ମୋବାଇଲ ନମ୍ବର ସାଙ୍ଗରେ ଗୋଟିଏ ଆକାଉଣ୍ଟ ଲିଙ୍କ ହେବା ନିହାତି ଆବଶ୍ୟକ। ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ NPCI ଲିଙ୍କ ନିହାତି ଆବଶ୍ୟକ ହେବା ଦରକାର। ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ତାଙ୍କର NPCI ଲିଙ୍କ ଯଦି ନଥାଏ ତାହେଲେ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିବେ। ତାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ନାହିଁ। ଆପଣଙ୍କୁ ଏ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।